ବର୍ଷା ଦିନରେ ଜହ୍ନି ମଞ୍ଜି କିଛିଟା ପୋତା ହେଇକି ଗଛ ଉଠିଥିଲା ଦେଖନ୍ତୁ, କିନ୍ତୁ ଜହ୍ନି ବି ଫଳିଲା, କିନ୍ତୁ ଗଛ ଗୁଡ଼ିକ ଖାଲି ପତ୍ରରେ ପୋକ ଲାଗିଲା। ଏତେ ଜହ୍ନି ଫୁଲ ହୁଏ, ମୁଁ ଭାବେ ଯେ ବହୁତ ଜହ୍ନି ଫଳିବ, କିନ୍ତୁ ପୋକ ତ ସବୁ ହେଇଯାଏ, ପତ୍ର ଗୁଡ଼ିକ ଏମିତି ପୋକ ଖାଇଯାଏ, ଶୁଖିଯାଏ। ଆଉ ଯେତେ ପତ୍ର ଶୁଖି ଶୁଖି ଯାଉଥାଏ, କିନ୍ତୁ ଜହ୍ନି ଗୋଟେ ଗୋଟେ ଫଳିବା ଆରମ୍ଭ ହେଲା। ତାପରେ ମୁଁ ଭାବିଲି ଯାଉଛି କିଛି ପେଷ୍ଟିସାଇଡ଼୍ ଆଣିକି ସ୍ପ୍ରେ କରିଦେବା ଯେ ଟିକେ ଗଛ ଗୁଡ଼ିଟା ବଞ୍ଚିଯିବ। ତ ନିମ୍ ଅଏଲ୍ କ'ଣ ଗୋଟେ ପେଷ୍ଟିସାଇଡ଼୍ ମୋ ହଜବେଣ୍ଡ ଯାଇକି ଆଣିଲେ ମାର୍କେଟରୁ, ଆଣିକି ତାକୁ 1 ଲିଟର ପାଣିରେ ତାକୁ ଆପଣ 2-3 ଡ୍ରପ୍ ଖଣ୍ଡେ ମୁଁ ପକେଇଲି। ଏଇଟା ଦେଖନ୍ତୁ ସେଇ ନିମ୍ ଅଏଲ୍ ଯେଉଁଟା, ତାକୁ 1 ଲିଟର ଯେଉଁ ସ୍ପ୍ରେ ବଟଲ୍ ଅଛି ସେଇଥିରେ 1 ଲିଟର ବଟଲ୍ ସେଇଟା ମୋର, ସେଇଥିରେ ମୁଁ 4-5 ଡ୍ରପ୍, 2-3 ଡ୍ରପ୍ ନାହିଁ 4-5 ଡ୍ରପ୍ ପକେଇଲି। ପକେଇକି ତାକୁ ଟିକେ ଭଲରେ ସେକ୍ କରିକି ଚାରିଆଡ଼େ ତାପରେ ତାକୁ ସ୍ପ୍ରେ କରାହେଲା। ତାକୁ ଏମିତି 2-3 ଥର 2-3 ଦିନ ଖଣ୍ଡେ ସ୍ପ୍ରେ କଲି। ଦେଖାଯାଉ ତାପରେ ହେଉଛି କି ନାହିଁ, କିନ୍ତୁ ସ୍ପ୍ରେ କଲା ପରେ ବି ଟିକେ ପୋକ ଏବେ ତ କିଛି ଜଣା ପଡ଼ିବନି, କିନ୍ତୁ ଏଇ ଦେଖନ୍ତୁ ସେ ସ୍ପ୍ରେ ବଟଲରେ 4-5 ଡ୍ରପ୍ ଖଣ୍ଡେ ମୁଁ ପକେଇକି ତାକୁ, ଏଇଟା ତ ବହୁତ ମାନେ କଡ଼ା ବାସ୍ନା ହୁଏ, ତା'ର ଟିକେ ମୁହଁରେ କେୟାରଫୁଲି ମୁହଁରେ ଗୋଟେ ମାସ୍କ ଲଗେଇକି ସ୍ପ୍ରେ କଲେ ଭଲ। ମୁଁ ସେମିତି ହିଁ କରେ। ତାପରେ ତାକୁ ସ୍ପ୍ରେ କଲି, ସ୍ପ୍ରେ କରିଛି 2 ଦିନ ଖଣ୍ଡେ ସ୍ପ୍ରେ କରିଛି। ଦେଖାଯାଉ ସେଇଟା କିଛି ଇମ୍ପ୍ରୁଭମେଣ୍ଟ ହେଉଛି, ଆହୁରି ଫଳ ହେଉଛି କି ନା। ଏମିତି ଫୁଲ କଷି କିନ୍ତୁ ବହୁତ ହେଉଛି, ଏତେ ଫୁଲ କଷି ହେଉଛି ଯେ ସନ୍ଧ୍ୟାବେଳେ ହିଁ ଫୁଲ ଗୁଡ଼ିକ ହୁଏ, ଆଉ ସକାଳକୁ ତ ସେଇଟା ବନ୍ଦ ହେଇଯାଏ। ସନ୍ଧ୍ୟାବେଳେ ଭାରି ସୁନ୍ଦର ଦେଖାଯାଏ ଗଛଟା, ହଳଦିଆ ହଳଦିଆ ଛୋଟ ଛୋଟ ଫୁଲ ଭର୍ତ୍ତି ହେଇକି ରହେ। ମୁଁ ଭାବେ ଯେ ସେଇ ପରିମାଣରେ ଜହ୍ନି ଫଳିବ, କିନ୍ତୁ ଫଳୁନି, ଖାଲି ପୋକ ଖାଇଯାଉଛି। ଦେଖିବା, ସ୍ପ୍ରେ କଲି, ସବୁ ଗଛ ଯାକ ସ୍ପ୍ରେ କରାହେଲା। ଯଦି ଗଛଟି ବଞ୍ଚିକି ଜହ୍ନି କଷି ହେଲା ତାହେଲେ ମୁଁ ଆଉ ଗୋଟେ ଭିଡ଼ିଓ କରିବି, ନହେଲେ ଯଦି ଗଛଟି ମରିଗଲା ଗଲା ଆଉ କ'ଣ। ଏବେ ଜହ୍ନି ଓଷା ବି ଯେଉଁ ଝିଅମାନେ କରନ୍ତି, ଜହ୍ନି ଫୁଲ ସବୁ ନେଇକି ଜହ୍ନି ଓଷା କରନ୍ତି ସନ୍ଧ୍ୟାବେଳେ, କାର୍ତ୍ତିକ ମାସ ଆଗରୁ ସେଇଟା ଗୋଟେ କୁମାର ପୂର୍ଣ୍ଣିମା ଦିନ ଉଜାନ୍ତି ନା, ଜହ୍ନି ଓଷା ହୁଏ, ଜହ୍ନି ଫୁଲ ନିଅନ୍ତି ସବୁ ଆସିକି। କେତେ ସୁନ୍ଦର ଦେଖାଯାଏ ଫୁଲଟି, ମୋତେ ଭାରି ବଢ଼ିଆ ଲାଗେ ଏଇ ଫୁଲଟି ଦେଖିବାକୁ। କିନ୍ତୁ କେତେଟା କଷି ହେଉଛି ରହୁଛି ଦେଖିବା। ବହୁତ ସ୍ପ୍ରେ ମୁଁ 2-3 ଦିନ ଧରିକି ସ୍ପ୍ରେ କଲି ପୁରା ଗଛଟା ଯାକ, କିନ୍ତୁ ଜହ୍ନି କଷି ଉପରେ ଆପଣ ସ୍ପ୍ରେ କରିବେନି, କଷି ତ ହେଇନି ତେଣୁ ସ୍ପ୍ରେ କରିବା ଦରକାର ନାହିଁ, କିନ୍ତୁ ସବୁ ପତ୍ର ଯାକ ସ୍ପ୍ରେ କରିବେ ପୁରା ଗଛଟା। ତାକୁ ଗୋଟେ ଏମିତି ବାଉଁଶ ଦେଇକି ଭାଡ଼ି କରାହେଇକି ହେଇଥିଲା, ତ ସବୁଗୁଡ଼ାକ ମୁଁ ସ୍ପ୍ରେ କଲି। ଦେଖାଯାଉ ତାପରେ ଜହ୍ନି ଫଳୁଛି ନା ନାହିଁ ଦେଖିବା। ଏଇ ଦେଖନ୍ତୁ ସବୁ ତ ପତ୍ର ପୋକ ଖାଇଗଲେ, ଆଉ ସବୁ ଏମିତି